ଜିଓସୁଅ 21 ପର୍ବ। ଏ ଉତ୍ତାରେ ଲେବୀୟ ମାନଙ୍କର ପିତୃଗୃହର ପ୍ରଧାନ ମାନେ ଇଲିଆସର ଯାଜକ ଓ ନୁନର ପୁତ୍ର ଜିଓସୁଅ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶ ସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ। ଆଉ ସେମାନେ କିଣାଣ ଦେଶସ୍ଥ ଶିଲୋ ନିକଟରେ ସେମାନଙ୍କୁ କହିଲେ, ଆମ୍ଭ ନିମନ୍ତେ ବସତି ନଗର ଓ ପଶୁଗଣ ନିମନ୍ତେ ତହିର ତଳଭୂମି ଦେବା ପାଇଁ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ। ତହିର ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ଆପଣା ଆପଣା ଅଧିକାର ମଧ୍ୟରୁ ଲେବୀୟ ଲୋକମାନଙ୍କୁ ଏହି ନଗର ଓ ତହିଁର ତଳଭୂମି ଦେଲେ। ତେଣୁ କହାତୀୟ ବଂଶ ନିମନ୍ତେ ବାଣ୍ଟ ଉଠିଲା। ଲେବୀୟମାନଙ୍କ ମଧ୍ୟରୁ ହାରଣ ଯାଜକର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଜିହୁଦା ବଂଶ ଓ ସିମିଓନ ବଂଶ ଓ ବିନ୍ୟାମିନ ବଂଶରୁ 13 ନଗର ପାଇଲେ। ପୁଣି କହାତର ଅବଶିଷ୍ଟ ସନ୍ତାନମାନେ ଗୁଲିବାଣ୍ଟ ଦ୍ୱାରା ଇଫ୍ରିୟମ ବଂଶର ସମସ୍ତ ବଂଶରୁ ଓ ଦାନ ବଂଶ ଓ ମନସିର ଅର୍ଦ୍ଧବଂଶରୁ 10 ନଗର ପାଇଲେ। ପୁଣି ଗୋର୍ସେନ ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଇସାଖର ବଂଶର ସମସ୍ତ ବଂଶରୁ ଓ ଆସେର ବଂଶ ଓ ନପ୍ତାଲି ବଂଶ ଓ ବାସନସ୍ଥ ମନସିର ଅର୍ଦ୍ଧବଂଶରୁ 13 ନଗର ପାଇଲେ। ଆଉ ମରାରୀ ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ ବଂଶ ଓ ଗାଦ ବଂଶ ଓ ସବଲୁନ ବଂଶରୁ 12 ନଗର ପାଇଲେ। ଏହି ରୂପେ ଇସ୍ରାଏଲ ସନ୍ତାନଗଣ ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେ ରୂପେ ଆଜ୍ଞା ଦେଇଥିଲେ ତଦନୁସାରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ। ଆହୁରି ସେମାନେ ଜିହୁଦା ସନ୍ତାନଗଣର ବଂଶରୁ ଓ ସିମିଓନ ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ। ଏଠାରେ ସେସବୁର ନାମ ଲିଖିତ ଅଛି। ସେସବୁ ନଗର ଲେବୀ ସନ୍ତାନ କହାତ ବଂଶୀୟ ହାରଣ ସନ୍ତାନମାନଙ୍କର ହେଲା, କାରଣ ସେମାନଙ୍କର ପ୍ରଥମ ବାଣ୍ଟ ଥିଲା। ପୁଣି ସେମାନେ ସେମାନଙ୍କୁ ଜିହୁଦାର ପର୍ବତମୟ ଦେଶରେ କିରିୟଥବ ତହିଁ ଚତୁର୍ଦିଗସ୍ଥିତ ତଳଭୂମି ଦେଲେ। ଏହାକୁ ହିବ୍ରୋନ କହନ୍ତି। ଅର୍ବ ଅନାକର ପିତା ଥିଲା। ମାତ୍ର ସେହି ନଗର କ୍ଷେତ୍ର ଓ ତହିଁର ଗ୍ରାମମାନ ଅଧିକାର କରିବା ପାଇଁ ସେମାନେ ଜିଫୁନିର ପୁତ୍ର କାଲେବକୁ ଦେଲେ। ପୁଣି ହାରଣ ଯାଜକଙ୍କର ସନ୍ତାନଗଣଙ୍କୁ ସେମାନେ ନରହତ୍ୟାକାରୀର ଆଶ୍ରୟ ନଗର ହିବ୍ରୋନ ଓ ତହିଁ ତଳଭୂମି ଲିବ୍ନା ଓ ତହିଁ ତଳଭୂମି ଜତିର ଓ ତହିଁ ତଳଭୂମି ଇଷ୍ଟମୟ ଓ ତହିଁ ତଳଭୂମି ଲାହୋନ ଓ ତହିଁ ତଳଭୂମି ଦବିର ତହିଁ ତଳଭୂମି ଏନ୍ ଓ ତହିଁ ତଳଭୂମି ଜୁଟା ଓ ତହିଁ ତଳଭୂମି ବେତ୍‌ଶେସମ ଓ ତହିଁ ତଳଭୂମି ଏହି 2 ବଂଶରୁ ଏହି 9 ନଗର ଦେଲେ। ପୁଣି ବିନ୍ୟାମିନ ବଂଶରୁ ଗିବିଓନ ଓ ତହିଁ ତଳଭୂମି ଗେବା ଓ ତହିଁ ତଳଭୂମି ଅନାଥୋତ ଓ ତହିଁ ତଳଭୂମି ଅଲମୋନ ଓ ତହିଁ ତଳିଭୂମି 4 ନଗର। ହାରଣଙ୍କର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳିଭୂମି ସମେତ 13 ନଗର ହେଲା। ଆଉ କହାତର ଅବଶିଷ୍ଟ ସନ୍ତାନଗଣ ଅର୍ଥାତ୍ କହାତ ସନ୍ତାନ ଲେବୀୟମାନଙ୍କର ବଂଶ ସମୂହ ଇଫ୍ରିୟମ ବଂଶରୁ ଆପଣାମାନଙ୍କର ନଗର ବାଣ୍ଟ ପାଇଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ ଇଫ୍ରିୟମ ପର୍ବତମୟ ଦେଶାନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ସିଖିମ ଓ ତହିଁ ତଳିଭୂମି ଗେସର ଓ ତହିଁ ତଳିଭୂମି କିବ୍‌ସିଏମ ଓ ତହିଁ ତଳିଭୂମି ବେତ୍‌ହାରୋନ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ପୁଣି ଦାନ ବଂଶରୁ ଇଲତ୍‌କିକ୍ ଓ ତହିଁ ତଳିଭୂମି ଗିଦ୍‌ଥୋନ ଓ ତହିଁ ତଳିଭୂମି ଅୟାଲୋନ ଓ ତହିଁ ତଳିଭୂମି ଗାଥଲିମୋନ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ଆଉ ମନସିର ଅର୍ଦ୍ଧବଂଶରୁ ତାନକ ଓ ତହିଁ ତଳିଭୂମି ଗାଥରିମୋନ ଓ ତହିଁ ତଳିଭୂମି ଏହି 2 ନଗର ଦେଲେ। କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳିଭୂମି ସମେତ 10 ନଗର ହେଲା। ପୁଣି ସେମାନେ ଲେବୀ ବଂଶୀୟ ଗାର୍ସନ ସନ୍ତାନମାନଙ୍କୁ ମନସିର ଅର୍ଦ୍ଧବଂଶରୁ ବାସନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ ଓ ତହିଁ ତଳିଭୂମି ବିଷ୍ଟାରା ଓ ତହିଁ ତଳିଭୂମି ଏହି 2 ନଗର ଦେଲେ। ପୁଣି ଇସାଖର ବଂଶରୁ କିସିଓନ ତହିଁ ତଳିଭୂମି ଦାବଦ୍ରତ ଓ ତହିଁ ତଳିଭୂମି ଜିମୁତ ଓ ତହିଁ ତଳିଭୂମି ଏନ୍ ଗନ୍ନିମ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ଆଉ ଆସେର ବଂଶରୁ ମିଶାଲ ଓ ତହିଁ ତଳିଭୂମି ଅବଦୋନ ଓ ତହିଁ ତଳିଭୂମି ହିଲକତ ଓ ତହିଁ ତଳିଭୂମି ରାହୋବ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ନପ୍ତାଲି ବଂଶରୁ ଗାଲିଲି ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦସ ଓ ତହିଁ ତଳିଭୂମି ହମୋତ ଦୋର ତହିଁ ତଳିଭୂମି କର୍ତ୍ତନ ତହିଁ ତଳିଭୂମି ଏହି 3 ନଗର ଦେଲେ। ଆପଣା ଆପଣା ବଂଶାନୁସାରେ ଗର୍ଷଣୀୟ ଲୋକମାନେ ସର୍ବସୁଦ୍ଧା ତଳିଭୂମି ସମେତ 13 ନଗର ପାଇଲେ। ଏ ଉତ୍ତାରେ ସେମାନେ ମରାରୀ ସନ୍ତାନଗଣର ବଂଶାନୁସାରେ ଅବଶିଷ୍ଟ ଲେବୀୟ ଲୋକମାନଙ୍କୁ
ସବଲୁନ ବଂଶରୁ ଜଗ୍ନିୟାମ ଓ ତହିଁ ତଳିଭୂମି କାର୍ତ୍ତା, ତହିଁ ତଳିଭୂମି ଦିମ୍ନା ଓ ତହିଁ ତଳିଭୂମି ନହଲୋଲ, ତହିଁ ତଳିଭୂମି ଏହି 4 ନଗର ଦେଲେ। ପୁଣି ରୁବେନ ବଂଶରୁ ବେତ୍ସର ଓ ତହିଁ ତଳିଭୂମି, ଜହସ ଓ ତହିଁ ତଳିଭୂମି କଦମୋତ, ତହିଁ ତଳିଭୂମି ମେଫାତ ଓ ତହିଁ ତଳିଭୂମି ଏହି 4 ନଗର ଦେଲେ। ଆଉ ଗାଦ ବଂଶରୁ ଗିଲିୟଦ ଅନ୍ତର୍ଗତ ନରହତ୍ୟାକାରୀ ଆଶ୍ରୟ ନଗର ରାମୋତ ଓ ତହିଁ ତଳିଭୂମି, ମହାନଇମ ଓ ତହିଁ ତଳିଭୂମି, ହିସବୋନ, ତହିଁ ତଳିଭୂମି, ଜାସେର ଓ ତହିଁ ତଳିଭୂମି ସର୍ବସୁଦ୍ଧା 4 ନଗର ଦେଲେ। ଏହି ରୂପେ ଲେବୀୟମାନଙ୍କର ଅବଶିଷ୍ଟ ବଂଶ ଅର୍ଥାତ୍ ମରାରୀ ସନ୍ତାନଗଣର ଆପଣା ଆପଣା ବଂଶାନୁସାରେ ଏହିସବୁ ନଗର ହେଲା। ସେମାନଙ୍କ ବାଣ୍ଟରେ 12 ନଗର ପଡ଼ିଲା। ଇସ୍ରାଏଲ ସନ୍ତାନଗଣର ଅଧିକାର ମଧ୍ୟରେ ସର୍ବସୁଦ୍ଧା ତଳିଭୂମି ସହିତ 48 ନଗର ଲେବୀୟମାନଙ୍କର ହେଲା। ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା। ଏହି ରୂପେ ଏହି ସମସ୍ତ ନଗର ଥିଲା। ସଦାପ୍ରଭୁ ଇସ୍ରାଏଲମାନଙ୍କୁ ଯେ ଯେ ଦେଶ ଦେବାକୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସେ ସମସ୍ତ ଦେଶ ସେ ସେମାନଙ୍କୁ ଦେଲେ। ପୁଣି ସେମାନେ ତାହା ଅଧିକାର କରି ତହିଁ ମଧ୍ୟରେ ବାସ କଲେ। ଆଉ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ କୃତ ଆପଣା ସମସ୍ତ ଶପଥ ଅନୁସାରେ ଚାରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ। ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ମୁଖରେ ଠିଆ ହୋଇପାରିଲା ନାହିଁ। ସଦାପ୍ରଭୁ ସେମାନଙ୍କ ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେ ଯେ ମଙ୍ଗଳର କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ, ସବୁ ସଫଳ ହେଲା।